ନମସ୍କାର ସାର୍ ନମସ୍କାର। ଆଉ କେମିତି ଅଛ? ସବୁ ଭଲ ଅଛି ସାର୍। ଦାସ କହୁଛି ଯେ ଆମେ ଠେଲା ମାଡ଼ କରିବା ନାହିଁ, ଆମେ କିଛି କରିବା ନାହିଁ, ଆଉ ଶୃଙ୍ଖଳାରେ ଆମେ ରାଲି କରିବା, ସେଥିରେ ଆପଣ ମାନେ ବୋଲି କିଆଡେ ଭାଷଣ ମାରୁଛି, ଇଆଡେ ହୁଁ, ତାର ପୁଅ ଯାଇକି ତାଲା ଭାଙ୍ଗୁଛି। ହୁଁ, ହଁ, ସେ ଘଣ୍ଟି ଧରିକି ଘଣ୍ଟିରେ ପିଟୁଛି, ସେ ତାଲା ଭାଙ୍ଗୁଛି। ହୁଁ, ହଁ, ତୋର ହୁଁ, ବାପାର କଥା ତ ତୋର ପୁଅ ପାଳନ କରୁନାହିଁ, ତୁ ହଜାର ହଁ, ହଜାର ଲୋକଙ୍କୁ ନେଇକି କେମିତି ସଭାପତି ହେଇକି ମୁଁ କଣ୍ଟ୍ରୋଲ କରିବି ବୋଲି ଭାବୁଛୁ? ହଁ, 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 ଏ ସୁଶାନ୍ତ ପାଟମାଜି ନାଇଁ ଯେ ବୋଲି କହିଲେ ସବୁ ଚୁପଚାପ ରହିବେ, ସେଟା ନାହିଁ। ହଁ, ଏ ମାନେ ଲୋକକୁ କଣ୍ଟ୍ରୋଲ କରିବା ଜଣା। ଏମପି ହେଇଗଲେ ହେଇଗଲା ନା ଏମଏଲଏ ହେଇଗଲେ ହେଇଗଲା। ଲୋକକୁ ହୁଁ, କଣ୍ଟ୍ରୋଲ କରିବା ପାଇଁ ହେଲେ ସେଟା ଅଛି ତାର ତରିକା। ହୁଁ, ଆଉ ଏମାନେ କଣ ଲିଡର କିଏ? ମାନେ ଲିଡର ନୁହନ୍ତି, ଡିଲର ଯାକ ଏମାନେ ହେଲା। ଡିଲର ସେ, ହଁ, ଏମାନେ ଟେଣ୍ଡର ନେଇଥିବା ଡିଲର ଯାକ ହେଲା, ହାଇଲାଇଟ ହେଇଯିବ। ଆମେ ଏଟା କଂଗ୍ରେସର ପ୍ରେସିଡେଣ୍ଟ ହେଲୁ, ଆମେ ଏମତି ଡିଲର ଯାକ ଦ୍ଵାରା କାମ ହେବ କି? ନାଇଁ ନାଇଁ। ଲିଡର ହେବାର ଅଛି ବୋଲେ ଲିଡର ଲୋକମାନେ ହେତ ବୋଲି କହିଲା ବେଳୁ ସବୁ ଚୁପଚାପ ହେବାର ଅଛି। ବୋଲେ ମୁଁ ଫୁଲ ପିଟରେ ଠିଆ ହେବି, ମୁଁ ଖାଲି ଲୋକକୁ ଦେଖିବି, ମୁଁ 2 ମିନିଟ ଠିଆ ହେବି ବୋଲି କହିଲେ ସମସ୍ତେ ସାଇଲେନ୍ସ ହେବେ, ତାପରେ ଆଗ ପ୍ରଚାର କରିବି, ନହେଲେ କରିବି ନାହିଁ। ହଁ, ସେଥିପାଇଁ ଏବେ ମତେ ଜଣେ କହୁଛି ପରା, ମୁଁ ପ୍ରୋଗ୍ରାମ କୁ ଯାଇଥିଲି ହେଲା, ହେଲେ ସେଠି ଜଣେ ନେତା ଡ୍ରେସ ପକେଇକି ଜଣେ ପାଷ୍ଟର ଆସେ, ମାନେ ଲାଲଚି ପାଲଚି ପକେଇକି ଆଉ ସେଟା ହଉଛି ଡିସେମ୍ବର ମାସ ଫାଷ୍ଟ ମାନେ ୱିକରେ, ମାସ ସାରାର ସେଟା ମାନେ ଆମର କଣ ଚାର୍ଟ ଦିଆଯାଏ, ମାନେ କୋଉ ସଣ୍ଡେରେ କୋଉ ଶିକ୍ଷା ଦିଆହବ, ସେଟା ଦିଆ ହଉଛି। ମତେ ଲାଷ୍ଟ ଦେଇଛନ୍ତି ଯେ ନୂଆ ବର୍ଷର ଦିଆ ହେଇଛି ଜାନୁଆରୀ 1 ଆଉ। ହେଲେ ଇଏ ନେତା ଡ୍ରେସ ଯିଏ ପକେଇଛି, ସେ ଭାବୁଛି ଆରେ ଭଲ ଲୋକକୁ ଲାଷ୍ଟରେ ଦେବେ ଯୋଉଠି ମିଟିଂ ରେ। ଇଏ ତ ସୁବର୍ଣ୍ଣଗିରି ପିଲା, ମୁଁ 95ର କଥା କହୁଛି ମୁଁ, ହେଲା। ହେଲେ ଇଏ ଫେରେ ଗୁମୁଡୁ ମାକୁ ଆମେ ପ୍ରୋଗ୍ରାମ ଥିଲା, ସେ ଗୁମୁଡୁ ମାରେ ଆମେ ସେଟା ପ୍ରୋଗ୍ରାମ ଚାଲିଛି ଆମର, ମାନେ କ୍ଲାସ ଗୋଟେ ଥିଲା, ସେଟା ଚାଲିଛି ଆଉ। ଇଏ ଭାବିଲା ଯେ ଇଏ ତ ମାନେ କଟଗଡର କନ୍ଧମାଳ ମାନେ ଲାଷ୍ଟ ବ୍ଲକ ର, ଇଏ କଣ ଭଲ ପ୍ରଚାର କରିବ, ଯାକୁ ଲାଷ୍ଟ ଦେଇଛନ୍ତି ଆମକୁ ନ ଦେଇକି ବୋଲିକି ସେ ନିଜେ ନିଜେ ଭାବୁଥିଲା ହେଲା। ତାର ନିଜେ କହିବା କଥା। ତାଙ୍କେ ଯେତେବେଳେ ପ୍ରଚାର କରୁଛନ୍ତି, ସେତେବେଳକୁ ଲୋକମାନେ ଯେତିକି ସେ ପେଣ୍ଡାଲ ଭିତରେ ଥିଲେ, ଛାମୁଡା କରାହେଇଥିଲା, ଛାମୁଡା ଭିତରେ ଯେତେ ଥିଲେ, ପେଣ୍ଡାଲ ଭିତରେ ଥିଲେ, ସବୁ ଲୋକ ମାନେ ଖରାପ ହୁଇବା ପାଇଁ ବାହାରକୁ ସବୁ ପଳେଇଲେଣି ଆଉ। ତାପରେ ମୁଁ ସେଠୁ ଗଲା ପରେ ମୁଁ କହିଲି, ଆପଣ ମାନେ କିଏ କିଏ ମାନେ ମାନେ ଫିଲ୍ମ ଦେଖିଛନ୍ତି ବୋଲି କହିଲେ, ସିନେମା କିଏ କିଏ ଦେଖିଛ? ସବୁ ଲୋକ ହାତ ଉଠେଇଲେ ଆଉ। ପର୍ଦା ଫିଲ୍ମ କିଏ କିଏ ଦେଖିଛ? ସମସ୍ତେ ହାତ ଉଠେଇଲେ। ମୁଁ କହିଲି ପର୍ଦା ଫିଲ୍ମ ଏବେ ସରିଯାଇଛି, ଏବେ ଆମର ଭିଡିଓ ଷ୍ଟାର୍ଟ ହେବ, ସେଥିପାଇଁ ଦୟାକରି ଆପଣ ମାନେ ଯିଆଡେ ବାହାରେ ଯେତେ ଯାଇଛନ୍ତି ଭିତରକୁ ଟିକେ ଆସନ୍ତୁ, ଆମେ ଭିଡିଓ ଷ୍ଟାର୍ଟ କରିବା। ଯେହେତୁ ଭିଡିଓକୁ ପଛପଟେ ଦେଖି ହେବ ନାହିଁ, କେବଳ ଆଗ ପଟେ ଦେଖି ହେବ, ସେଥିପାଇଁ ଦୟାକରି ଆପଣ ମାନେ ଭିତରକୁ ଆସନ୍ତୁ ବୋଲି ଯେତେବେଳେ କହିକି ମୁଁ ଯେତେବେଳେ ବାକ୍ୟ ପ୍ରଚାର କରିବାକୁ ଆରମ୍ଭ କଲି, ସେ ଲୋକଟା କହିଲା ଯେ ଆମେ ତ ଫାଷ୍ଟ ବସେଇବାକୁ ଲୋକମାନଙ୍କୁ ଶିଖେଇନୁ, ଆଉ କି ପ୍ରଚାର ବୋଲିକି ସେ ନିଜେ ନିଜେ ଭାବିଲା। ତାପରେ ମତେ ସେଠୁ ଆସିଲା ପରେ କେତେ ବର୍ଷ ପରେ ମତେ ଦେଖିଲା ବେଳକୁ ମତେ ହସିଲା। ଗୋଟେ ମିଟିଂ ଆମେ ଯାଇଛୁ, ତାଙ୍କେ ବି ଆସିଛନ୍ତି ସେ ମିଟିଂ କୁ। ତାପରେ ମତେ ଦେଖିଲେ ସେ ହସିବ ଆଉ। ମୁଁ କହିଲି ସାର୍ ମତେ ଦେଖିଲେ କାହିଁକି ହସୁଛନ୍ତି ବୋଲି ପଚାରିଲି ଆଉ। ପଚାର ମତେ କହିଲେ ଯେ ଆପଣ ଗୁମୁଡୁ ମାରେ କଣ ପ୍ରଚାର କଲେ ଆଜ୍ଞା, ଆପଣ ମନେ ଅଛି କି ବୋଲି କହିଲା। ନାଇଁ ତମର ମନେ ନାହିଁ ବୋଲି କହିଲେ। ତାପରେ ସେ ନିଜେ କହିଲା ଯେ ମୁଁ ଭାବୁଥିଲି ଇଏ ସୁବର୍ଣ୍ଣଗିରି ଏରିଆର ପିଲା, ଫେରେ ଇଏ କଣ ପ୍ରଚାର କରିବ ଯେ ୟାକୁ ଲାଷ୍ଟ ଦେଇଛନ୍ତି, ଲାଷ୍ଟ ତ ଭଲ ପ୍ରଚାର କରିବା ଲୋକକୁ ଦିଅନ୍ତି, ଆକୁ କେମିତି ଦେଇଛନ୍ତି ବୋଲି ମୁଁ ଭାବୁଥିଲି। କିନ୍ତୁ ଆପଣ ଯେତେବେଳେ ଷ୍ଟାର୍ଟ କଲେ, ଆଉ ଏବେ ପର୍ଦା ଫିଲ୍ମ ସରିଯାଇଛି, ଏବେ ଆମେ ଭିଡିଓ ଷ୍ଟାର୍ଟ କରିବା, ଆପଣ ମାନେ ଇଆଡେ ସିଆଡେ ଥିବା ଲୋକ ସମସ୍ତେ ଭିତରକୁ ଆସନ୍ତୁ ଯେତେବେଳେ କହିଲେ, ସେଠୁ ତ ମୁଁ ଭାବିଲି ଆମର ଯେତେ ପ୍ରଚାର କଲୁ ସେଟା ପାଣିଚିଆ ହେଲା। ଯେହେତୁ ଆମେ ତ ପ୍ରଥମେ ସେ ବସିବାକୁ ଶିଖେଇନୁ, ଆଉ ପ୍ରଚାର ଅନର୍ଗଳା ପ୍ରଚାର କଲେ କଣ ହେବ? ବୋଇଲା ବେଳେ ମାନେ ସେ ସୁର କହୁଛି, ଆମେ ତ ସେ ମାନେ ପ୍ରଚାର କରୁଥିଲେ, ଆମେ ଫୁଲ ପିଟରେ ଦେଖିଥିଲୁ, ଏମାନେ ଖାଲିରେ ଆମର ପୁଲିସ ମାନେ ଏମିତି ଆମକୁ ଆରେଷ୍ଟ କରୁଛନ୍ତି ବୋଲି କହୁଛି। କିନ୍ତୁ ସିଆଡେ ମାନେ ନାଟକ କଲାଟା ଆମେ ସିନା ଏଠି ଦେଖୁଛୁ ମିଡିଆରେ। କିଏ ମାନେ ସେ 30-40 ଜଣ ଯାଇକି ସେ ଭଙ୍ଗା ରୁଜା କରିକି ସବୁ ଦୁନିଆ ଯାଇକି ଭିତରୁ ଭାଙ୍ଗିଲେ, ଆଉ ତାପରେ ସେମାନେ ଇଏ କଲେ। କିନ୍ତୁ ସେ ଆଉ ଫୁଲ ପିଟରେ ଥିଲା ଲୋକ ତ ଦେଖିବା କଥା କି ନାହିଁ। ତାପରେ ଏଡେ ବଡ ଆୟୋଜନ କରାହେଇଛି, ମାନେ ଭଲ୍ୟୁଣ୍ଟର ରହିବା ଦରକାର ତାଙ୍କ ଭିତରେ, ଆଉ ତାଙ୍କୁ ଦାୟିତ୍ୱ ଦେବାର ଅଛି ଆଗରୁ ଯେ ଏତିକି ଲୋକ ଆମେ ଡାକିଛୁ, ସେଥି ଭିତରେ ଏତିକି ଇଏରେ ଆପଣ ମାନେ କଣ କରିବେ, ସୀମାରେ ରହିବାକୁ ହେବ ବୋଲି କହିବା କଥା। ସମସ୍ତଙ୍କୁ ସେ ଦାୟିତ୍ୱ ଦେବା କଥା। ଆମେ ଶୃଙ୍ଖଳିତ କରିବା ମାନେ ଏ ପ୍ରକାର ବୋଲିକି
ଆଉ ମାନେ ସେ ହୁଁ ପିଚୁ ରୋଡ ଠେଲା ଯାକ ପାଉଛନ୍ତି, ପିଚୁ ରୋଡ ଯାକ ଅଣ୍ଡା ବାହାରୁଛି, ପିଚୁ ରୋଡ ଯାକରେ ଚେୟାର ଯାକ ଯାଉଛି ବୋଲି ଉଡୁଛି ଆକାଶରେ ବୋଲି କହୁଛନ୍ତି। ମାନେ ଆରେ ହେଲିକପ୍ଟର ଉଡିଲେ ତ ଆମେ ଜାଣିଛୁ, ଚେୟାର ଯାକ ଉଡୁଛି। হ্যাঁ কোন হ্যাঁ হসুচুরি তু সৎ কথা আজ্ঞা হ্যাঁ সৎ কথা বলছি। পিচু রোড তু খুঁজে নলে এতে গলাবেলে খুঁজে তো ডেলা দেখো কুয়াড় আসিব। হ্যাঁ হ্যাঁ ସେମାନେ ସତ୍ ଆଗରୁ କଥା ଧରିଥିବା ଜାଣିଥିଲା ବୋଲି ସେ କହୁଛି ଏଇଟା ଆମେ ମାରିବା ନାହିଁ ଏମିତି କରିବା ନାହିଁ। ଆରେ ସୁର ଭଳିଆ ଲୋକ ଗୋଟେ ଲାତ ମାରିଲେ କୁଆଡେ ପଡିଯିବ, ସେ ଖଣ୍ଡା ଧରିକି ଯାଇଥିଲା। ହଁ হ্যাঁ ନା ସତ ନା ମିଛ? হুম ଆରେ ତାର ବଳ କେତେ ଅଛି କି? ହଁ ସେ ଯଦି হুম ବଳ ନ ପାଇବ ଖଣ୍ଡା ଧରିକି ଯିବ ବୋଲି କହିଲେ ଭଲ ଲୋକ କାହିଁକି ସେ হুম ନାଇଁ କି হুম କିଛି କିଛି ଜୀବନ ପାଉଥିଲା। ଏଥର ମାନେ ଏଇ ପୃଷ୍ଠା ପରେ ନିହାତି କଂଗ୍ରେସ ଆସିଥାନ୍ତା। ପୁଣି ଏଟା হ্যাঁ ଜାଣି ଶୁଣିକି ସଂଗଠନ ଠିକ ଥିବାଟା ଏଟା ଗୋଟେ ଇଏ କରୁଛନ୍ତି। ଆଜି ପର୍ଯ୍ୟନ୍ତ ମାନେ କୋଉ ସମୟରେ ନାରୀକୁ ଧର୍ଷଣ ହେଇନି। ନିଜ ପୁରୁଷ ଥାଇକି ତ ନାରୀ ମାନେ ଯାଇକି ଅନ୍ୟମାନଙ୍କ ସହିତ ସହବାସ କରୁଛନ୍ତି। ଆଉ ଏଇଟା କଣ କିଏ କଣ୍ଟ୍ରୋଲ କରିବ? ଏଟା କୋଉ ସରକାର ଆସିଲେ କରିପାରିବ? କାହିଁ କହିଲୁ, କାହିଁ ଗୋଟେ କହ হুম ନା ତୁ ନିରୀକ୍ଷଣ କରେ ତ। ହଁ ଅନ୍ୟ ଜଣେ ଲୋକ କହିଥିଲା, ମାନେ ଜଣେ ବିଧାୟକ ପ୍ରାର୍ଥୀ ବି ଜଣେ ମତେ କହିଥିଲା, ସେ ଆଡଭୋକେଟ ମତେ କାଲି ପରଦିନ ମୁଁ ତାର ସହିତ ପାଖାପାଖି 40 ମିନିଟ କଥା ହେଲି। ହୁଁ ସେ ଦିଲ୍ଲୀ ଯାଇଥିଲା, ଏଇଟା ବି କହୁଥିଲା ତମର ଭଳିଆ କହୁଥିଲା ସେଟା ଭୁଲ ଟପିକ ଗୋଟେ ଏଇଟା ବାସିକିରି ଗୋଟେ ମାନେ ସେ କଲା, ଏଇଟା କିଛି ଲାଭ ନାହିଁ ବୋଲି ସେ କହୁଥିଲା। ହଁ ଯେ ନାଇଁ ଏବେ ଦେଖ ନାଇଁ ପ୍ରତ୍ୟେକ ଝିଅ ମାନଙ୍କ ପାଇଁ, ପ୍ରତ୍ୟେକ ସ୍ତ୍ରୀ ମାନଙ୍କ ପାଇଁ ଜଣେ ଜଣେ ସିକ୍ୟୁରିଟି ଦେଇଛନ୍ତି। କେବେ ଯେମିତି ମାନେ ଏମପି ମାନଙ୍କ ପାଇଁ ଦିଆ ହଉଛି, ଏମଏଲ ମାନଙ୍କ ପାଇଁ ଦିଆ ହଉଛି, ସେମିତି ଦିଆହେଇଛି କି? ନାଇଁ ନାଇଁ ସେମିତି ଦିଆ ହେଇଥିଲେ, ନାଇଁ ଦିଆ ହେଇଥିଲା। ସେମାନେ ଦେଖିଲେ ଆଚ୍ଛା ଯୋଉ ଝିଅକୁ ସେମାନେ ମାନେ ମାରିଦେଲେ, କିନ୍ତୁ ତାକୁ ତ ତଦନ୍ତ କରି 4 ଜଣ ଜେଲ କରା ହେଲା ନା, ପଠା ହେଲା। ତମେ ଯଦି ରିପୋର୍ଟ ଦିଆ ହେଲା, ତଦନ୍ତ କରାହେଲା ନାଇଁ କି ତମେ ସେ ଉପରେ କୌଣସି ଆକ୍ସନ ନଉନ କି କୌଣସି ପ୍ରକାର ସେମାନଙ୍କୁ ଦୋଷୀ ମାନଙ୍କୁ ମାନେ କେউ ଇଏ କରୁନ, ତାଙ୍କ ଟଙ୍କା ଖାଇକି ଆପଣ ସେଇ ଉପରେ କିଛି ଆକ୍ସନ ନଉନ ବୋଲି କହିଲେ ଗୋଟେ ପ୍ରକାର। ସେମାନଙ୍କୁ ତ ଧରିକି ଆଣିଲେ, ସେମାନଙ୍କୁ ପକେଇଲେ, ସବୁ କଲେ, ଆଉ କଣ କରିଥାନ୍ତେ? ନାଇଁ ସେମାନଙ୍କୁ କରାହେଇନଥିଲା, ଆମେ କହିବାର ବାଟ ଥିଲା ଯେ ସେମାନଙ୍କୁ କାହିଁକି କରାହେଲାନି କି ସେ ଉପରେ ଆପଣ ମାନେ କାହିଁକି ଧ୍ୟାନ ଦଉନାହାନ୍ତି? ଅନ୍ୟ ସରକାର ଟାଇମରେ ହଁ ସେ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ହଉ କିମ୍ବା କାହାକୁ ସନ୍ତୁଷ୍ଟ କରିବା ପାଇଁ ହଉ, ଯେତେବେଳେ କେସ୍ ହେଲା ମାନେ ଅନନେସେସାରୀ ଲୋକମାନଙ୍କୁ ନେଇକି ଜେଲରେ ଢଳା ହେଇଛି। ହଁ ଆମର ଯୋଉ ସ୍ୱାମୀଜୀ କେସରେ ଆମ କୋଟଗଡର ଯୋଉମାନେ ପୂର୍ବତନ ମାନେ କହୁଛନ୍ତି ସମିତ ସଭ୍ୟ, ଆଉ ସେ କି ଚଢେଇ ବି ମାରିନାହିଁ। ଏସି ଲୋକଟା ସେ ଗୋରନାଥ ଚାଲାନ ସେଠି ଗୋଟେ ଚଢେଇ ବି ମାରିନାହିଁ। ସେ ବନ୍ଧୁକ ଧରବା ଜଣା ନାହିଁ। ସେ ଆଗରେ ମାନେ କଣ ସେ ସମିତ ସଭ୍ୟ ହେଲା, ତାପରେ ଦ୍ୱିତୀୟ ବର୍ଷ ସରପଞ୍ଚ ହେଲା, ତୃତୀୟ ବର୍ଷ ୱାର୍ଡ ମେମ୍ବର ହେଲା ନାୟକ ସରପଞ୍ଚ ସିଟ ପାଇ ବୋଲିକି। ଆଉ ସେମିତି ସେ ନିରୀହ ପିଲିଆ ଲୋକକୁ ତାକୁ ସେ ସ୍ୱାମୀଜୀ କେସରେ ତାକୁ 14 ବର୍ଷ ଦଣ୍ଡ ଦେଲେ। ଯେମିତି ହେଲେ ତ ଲୋକକୁ ସନ୍ତୁଷ୍ଟ କରିବା ପାଇଁ ଆକୁ ହଉ ତାକୁ ଜେଲରେ ପକଉଛନ୍ତି ଆକା ନା। ଆଉ ସେ କ୍ଷେତ୍ରରେ ତ ଏମାନେ 4 ଜଣ ଧରିଛନ୍ତି ସେ ଝିଅ ପାଇଁ ବୋଲିକି। ଆଉ ତାପରେ କାହିଁକି ତମେ ଗୁଳାଳି କରୁଥିଲ? ହଁ ଯଦି କହିଥାନ୍ତେ ଅନୁକମ୍ପା ରାଶି ତାଙ୍କ ପରିବାରକୁ ଦିଆଯାଉ, କି କଣ କରାଯାଉ, କେମିତି କଣ କରାଯାଉ, ଆଉ ସେମାନଙ୍କୁ ଦଣ୍ଡ ଦିଆଯାଉ, ଯାହାରି ଫଳରେ ଆଉ ନେକ୍ସଟ ଜେନେରେସନ ଆଉ ସେମିତି ଭୁଲ ନ କରନ୍ତି, ସେଥିପାଇଁ ସେମାନଙ୍କୁ ଫାଶୀ ଦିଆଯାଉ କି କଣ ଗୋଟେ ରେଜୁଲେସନ କରିବା କଥା। ଆଉ ତମେ ଅନନେସେସାରୀ ଯାଇକି ଏଟା ଗୋଟେ ଧନ୍ଦା ଗୋଟେ କରିବ, ତାପରେ ଚେୟାର ଯାକ ଉଡୁଛି ଆକାଶରେ। ଆଉ କାହିଁକି ସେମାନେ ବ୍ଲାକ୍ ଫାୟାରିଂ କରିବେ ନା, ଇଏ କରିବେ ନା, ତାଙ୍କର ନିଜ ଉପରେ ଆସିଲେ ବିପଦ, ଗୁରୁ ବ୍ରାହ୍ମଣ ଶିରଚ୍ଛେଦ। ଏଟା ସୁଶାନ୍ତ କହିନା ଆଗୁରାକ ଏଇଟା ଅଛି। କଣ ହସୁଛୁ ରେ, ମୁଁ ଭୁଲ କହିଲି କି? ଠିକ କଥା ଆଜ୍ଞା, ସିଧା ମାଷ୍ଟର ଷ୍ଟ୍ରୋକ ଆଜ୍ଞା, ଆର କଣ କହିବା? ସେଥିପାଇଁ ମୁଁ ଆଉ କହିଲେ ମଲୁ ଥୋଇଲେ ମଲୁ। ଏବେ ଯେ ବଡ ବଡ ମାଛ ଚୁପଚାପ ଅଛନ୍ତି, ଏବେ ଦେଖେ ରୋଲ କୁ ଭଲରେ ମାନେ ଇଏ କରିକି ଦଳିକି ଯୋଉ ଅଟା ଦଳିକି ସେ ରୋଲ କଲେ ସିନା ହବ, ଲୋକ ଖାଇବାକୁ ଭଲ ଲାଗିବ। କଣ କରିବ? ଏଇଟା କି ରୋଲ ଟା ଏଇଟା? ସେଟା ତ ଆଜ୍ଞା ଅଟା ଭଲ କରି ଦଳିଲେ ତ ବରାଟା ଠିକ ରେ ହବ। ହଁ ଭଲରେ ରୋଲ ବନେଇବ, ଭଲରେ ଇଏ ସେ ମସଲା ଫସଲା ପକେଇବ, ଭଲରେ ଖାଇବ। ଏଇ କି ରୋଲ ଯାକ ଏଇଟା? ଏମାନେ ରୋଲ କରିବା ଜଣା ନାହିଁ ଏମାନେ ହେଲା। ଈଶ୍ୱର ଜାଣିକି ଗୁଡାକୁ ସିଂହ ଦେଇନାହାନ୍ତି, ଯଦି ଦେଇଥିଲେ ରଖିଥାନ୍ତା ପୁଣି କି। ସେଇଟା କଣ କରିବ ଆଜ୍ଞା, ଦେଇଥିଲେ ତ କଣ ହେଇଥାନ୍ତା ସେଇଟା ବ୍ରହ୍ମାଣ୍ଡ ଏପଟ ହୁଅନ୍ତା କଣ ହୁଅନ୍ତା କେଜାଣି। ବୋଲି କହୁଛନ୍ତି ଆମର ସେଇଟା ନାଇଁ, କାମ କରିବୁ ଠିକରେ କରିବୁ, ନହେଲେ ନାଇଁ। ଯାହା ହଁ କହିବୁ ସତ କହିବୁ, ସତ କହି ପଛେ ମଲେ ମରିବୁ, ସତ କହିବାକୁ କିଆଁ ଡରିବୁ।
ଆମେ ଛୋଟ ବେଳୁ ଆମେ ହୁଁ ଯାହା ଜାଣିନ ବାଳୁ ତ କାଳେ ଆଉ କି ଜାଣିବ ପାଚିଲା ବେଳେ। ଆମେ ଜାଣିଛୁ କିନ୍ତୁ ଆମର ଆର୍ଥିକ ସମ୍ବଳ ନାହିଁ କି କଣ ନାହିଁ ବୋଲିକି ଆମର କିଏ ଜ୍ଞାନ ଶୁଣୁନାହାନ୍ତି ହଁ ସେଟା ଏକା ବାସ୍ ବାସ୍ ନାଇଁ କି? ହଁ ଆଉ ନହେଲେ କେତେ ରତି ମହାରଥୀ ଦେଖି ଦେଖି ଆସିଛୁ ଆମେ। ଛାଡ ଆଜ୍ଞା ସେମିତି ଲୋକମାନଙ୍କୁ ତ ପାଣି ପିଇ ଦେବା ଲୋକ ଆମ ମାନେ ଆ, ସେ ଜଣେ ମୋ କହିଲା ପରା ସୁବର୍ଣ୍ଣଗିରି ହଁ ଆସିଥିଲେ 2 ଜଣ ହେଲା। ହଁ 2 ଜଣ ଆସିଲା ଭିତରେ ଜଣେ କହିଲା ଆଜ୍ଞା ଆପଣ ଭୁବନେଶ୍ୱର ରହିବା କଥା ବୋଲି ଜଣେ କହିଲା ତାଙ୍କର ସାଙ୍ଗଟା। ହୁଁ ଆଉ ଜଣେ କହିଲା ଆଜ୍ଞା ପଙ୍କରୁ ପଦ୍ମଜାତ ଜାଣିନାହାନ୍ତି କି ବୋଲି କହିଲା। ହଁ ଆଗେ ଯଦି ସେ ମାନେ ଭୁବନେଶ୍ୱର ରହିବେ ତାହେଲେ ସୁବର୍ଣ୍ଣଗିରି କାମ କରିବ କିଏ ବୋଲି କହିଲା। ହଁ ସେମିତି ଆଉ ଆମେ ପରେ ପଙ୍କରୁ ପଦ୍ମଜାତ ଆମକୁ ପଙ୍କ ବାଲା ଆମକୁ ସବୁ ଜଣା ଏମାନେ କଣ ଜାଣିଛନ୍ତି ଆଁ? ହୁଁ ଆଉ ଓଡିଶାର କେତେଟା ଜିଲ୍ଲା ଦେଖିଛନ୍ତି ଆଗେ କହ? ଆଁ? ଏମିତି ଓଡିଶାର ଦେଖି ଯୋଉ 13ଟା ଜିଲ୍ଲାକୁ 30ଟା ଜିଲ୍ଲା କଲା ଭିତରେ ଆମେ କେତେ ଜିଲ୍ଲା ବୁଲିଛୁ କଣ କରୁଛୁ ଆଜି କଣ ସେମାନେ ଉଜ୍ଜଳ ଭଳିଆ କଣ ଗୋଟେ ଦେଖିଛନ୍ତି? ସେ କୂଅରେ ଥିବା ବେଙ୍ଗ ଭଳିଆ କୋଉ ଜାଗାରେ ଅଛନ୍ତି ସେଇଠୁ ଅଛନ୍ତି ତାର ବାପା କି ତାଙ୍କର ସମ୍ପର୍କ ଲୋକ ଗୋଟେ ପଦବୀ ପାଇଲା ଯେ ପୁରା